ସବୁଠୁ ସହଜରେ ଏମିତି ଦଳା ଘୁଗୁନି ଯଦି ଥରେ ବନେଇବେ, ଭାତ, ରୁଟି, ପରଟା, ପୁରୀ, ଚକୁଳି, ଇଟିଲି, ବରା ସବୁଥିରେ ଖାଇପାରିବେ। ସ୍ୱାଦଟା ପୁରାପୁରି ଜବରଦସ୍ତ। 100% ଗ୍ୟାରେଣ୍ଟି, ଚାଟିକି ଖାଇବେ ହାତ। ପ୍ରସ୍ତୁତି ପ୍ରଣାଳୀ ସହଜ ଭାରି, ମାତ୍ର 10 ମିନିଟ୍ ଭିତରେ ହେବ ତିଆରି। ତେବେ ଆସନ୍ତୁ ଦେଖିବା ଡେରି ନ କରି। ଦର୍ଶକ ବନ୍ଧୁ ସମସ୍ତଙ୍କୁ କରୁଛି ମୁଁ ପ୍ରଣିପାତ। ମା ଗେଲୁ ହାଣ୍ଡିଶାଳକୁ ଆପଣମାନଙ୍କୁ ବହୁତ ବହୁତ ସ୍ୱାଗତ। ସବୁଠୁ ସ୍ୱାଦିଷ୍ଟ, ସବୁଠୁ ସହଜ ଘୁଗୁନି ଆସନ୍ତୁ କରିବା ପ୍ରସ୍ତୁତ। ଦର୍ଶକ ବନ୍ଧୁ ଏଠି ମୁଁ ନେଇଛି ଗୋଟେ ଗିନା ମଟରକୁ ରାତି ସାରା ବତୁରି ଦେଇଥିଲି ଭଲ ଭାବରେ ଧୋଇକି। ଏଠି ଦେଖନ୍ତୁ ମଟର ବଢ଼ିଆ ଭାବରେ ବତୁରି ଯାଇଛି। ମଟରରୁ ପାଣି ଭଲ ଭାବରେ ନିଗିଡ଼ି ଦେବା, ଯେମିତି ମଟରରେ କିଛି ପାଣି ନଥିବ। ଏବେ ଆମେ ନେବା ଚପର। ବିଲକୁଲ ଆପଣଙ୍କୁ ବେଶୀ କଟାକଟି ବଟାବଟି କରିବାର ନାହିଁ, ବହୁତ ସହଜରେ ପ୍ରସ୍ତୁତ ହୋଇଯିବ। ଆମେ ରଫଲି କାଟିଥିବା ପିଆଜ ଗୋଟେ ନେବା, ରସୁଣ 4-5 କୋଲା, ଅଦା ଅଧା ଇଞ୍ଚର ଖଣ୍ଡେ ଅଦା, 2ଟି ବଡ଼ ସାଇଜର ଟମାଟୋ, ଆଉ କିଛି ଧନିଆ ପତ୍ର ଡାଙ୍ଗ ସହିତ, କଞ୍ଚା ଲଙ୍କା 2ଟି, ଆଉ କିଛି ଭୃସଙ୍ଗ ପତ୍ର ନିଶ୍ଚୟ ପକାଇବେ। ଏସବୁକୁ ଏକାଥରକେ ଆମେ ଚପ୍ କରିଦେବା। ବିଲକୁଲ ଆପଣଙ୍କୁ ମସଲା ବାଟିବାର ନାହିଁ କି ମସଲାକୁ ଗୁଣ୍ଡ କରିକି କାଟିବାର ନାହିଁ। ଏମିତି ଆପଣମାନେ ପୁରା ଚପ୍ କରିକି ନେବେ। ଏମିତି ଚପ୍ କରିକି ନେଲେ ଦେଖନ୍ତୁ କେତେ ବଢ଼ିଆ ଭାବରେ ସବୁ ଜିନିଷ ଏଠି ପୁରା ଗୁଣ୍ଡ ହୋଇକି ଚପ୍ ହୋଇଯାଇଛି। ଏମିତି ଆମେ ମସଲାରେ ପ୍ରସ୍ତୁତ କରିବା ଆଜି ଘୁଗୁନି। ଏବେ ଦେଖନ୍ତୁ ମଟରରେ କିଛି ବି ପାଣି ନାହିଁ। ଏବେ ଆମେ କ'ଣ କରିବା ନା, ଏଇ ଯେଉଁ ଭଲ ଭାବରେ ଚପ୍ କରିକି ରଖିଛେ ସବୁ ଜିନିଷ, ଏଇ ସବୁକୁ ଆମେ ଦେଇଦେବା ମଟରରେ। ତାପରେ ଆମେ ଦେବା ଗୋଟେ ଆଳୁ। ଆପଣମାନେ ଚାହିଁଲେ ଆଳୁକୁ ଛୋଟ ଛୋଟ ଖଣ୍ଡ ମଧ୍ୟ କରିକି କାଟିପାରିବେ, କିନ୍ତୁ ମୁଁ ଏଠି ଗୋଟେ ଆଳୁ ନେଇଛି, ବଢ଼ିଆ ଭାବରେ ସିଝିଯିବ ମଟର ସହିତ। ଏବେ ଆମେ ନେବା ଗୋଟେ ବଡ଼ ଚାମଚ ସୋରିଷ ତେଲ, ଅଧା ଛୋଟ ଚାମଚ ହଳଦୀ ଗୁଣ୍ଡ, ଗୋଟେ ଛୋଟ ଚାମଚ ଲଙ୍କା ଗୁଣ୍ଡ, ଗୋଟେ ବଡ଼ ଚାମଚ ଘର ତିଆରି ଛୋଲେ ମସଲା ପାଉଡ଼ର ବା ଚଣା ମସଲା ପାଉଡ଼ର, ଗୋଟେ ଛୋଟ ଚାମଚ ଧନିଆ ଗୁଣ୍ଡ, ଆଉ ତା ସହିତ ଅଧା ଛୋଟ ଚାମଚ ଗରମ ମସଲା ଗୁଣ୍ଡ, ସ୍ୱାଦ ଅନୁସାରେ ଲୁଣ। ଏସବୁକୁ ଦେଇକି ଆମେ ଭଲ ଭାବରେ ତାକୁ ଟିକେ ଦଳି ଦେବା। ଯେହେତୁ ଆମେ ଏଥିରେ ସବୁ ମସଲା ମିଶାଇଛେ, ପିଆଜ, ରସୁଣ, ଅଦା, କଞ୍ଚା ଲଙ୍କା, ଭୃସଙ୍ଗ ପତ୍ର, ଧନିଆ ପତ୍ର ଡାଙ୍ଗ, ଏସବୁକୁ ଏଇ ମଟର ସହିତ ଭଲ ଭାବରେ ଟିକେ ଦଳିକି ମିଶାଇ ଦେବା। ସୋରିଷ ତେଲ ସହିତ ଏଇସବୁ ମସଲା ଆଉ ମଟର ଭଲ ଭାବରେ ଦଳି ଦେଲେ ବହୁତ ବଢ଼ିଆ ବାସ୍ନା ଆସିବ। ଆକୁ ଆମେ ଏମିତି ଭଲ ଭାବରେ ଚକଟିକି ବା ଦଳିକି ମାତ୍ର 15ରୁ 20 ମିନିଟ୍ ପାଇଁ ଛାଡ଼ିଦେବା। 15-20 ମିନିଟ୍ ପରେ ଆମେ ପ୍ରେସର କୁକର ନେବା। ପ୍ରେସର କୁକରକୁ ବସାଇଦେବା ମିଡ଼ିୟମ୍ ଫ୍ଲେମ୍ରେ। ଆଉ ଗୋଟେ ବଡ଼ ଚାମଚ ଦେଇଦେବା ସୋରିଷ ତେଲ। ଆମେ ଗୋଟେ ଚାମଚ ସୋରିଷ ତେଲ ଦେଇଛେ ମଟରରେ। ଗୋଳେଇଲା ବେଳେ ଏଠି ଆମେ ଗୋଟେ ଚାମଚ ସୋରିଷ ତେଲ ଆଉ ଅଳ୍ପ ଟିକେ, ମାନେ ଗୋଟେ ଛୋଟ ଚାମଚ ଜିରା ଆଉ ଗୋଟେ ତେଜପତ୍ର ପକାଇଦେବା। ଆଉ ଟିକେ ହେଙ୍ଗୁ ମଧ୍ୟ ପକାଇବା ବହୁତ ବଢ଼ିଆ ବାସ୍ନା ପାଇଁ। ଜିରା ଯେତେବେଳେ ଭଲ ଭାବରେ ଫୁଟିଯିବ, ଆମେ ଦେଖନ୍ତୁ ଯେଉଁ ସବୁ ମଟର ସହିତ ମସଲାକୁ ଗୋଳେଇକି ରଖିଥିଲେ ବା ଦଳିକି ଚକଟିକି ରଖିଥିଲେ, ତାକୁ ଏଠି ଦେଇଦେବା। ଯେହେତୁ ଆମେ ସବୁ ଏଠି ମସଲା ବ୍ୟବହାର କରିଛେ ସବୁ କଞ୍ଚା, ସେଥିରେ ଲୁଣ ପକାଇଲେ ଟିକେ ପାଣି ଛାଡ଼ିବ। ଏଠି ଦେଖନ୍ତୁ ଆମେ କ'ଣ କରିବା ନା, ମାତ୍ର 2 ମିନିଟ୍ ପାଇଁ ପୁରା ହାଇ ମିଡ଼ିୟମ୍ ଫ୍ଲେମ୍ କରିକି ତାକୁ ଭାଜିଦେବା। ଏମିତି ଭାଜିଲେ କ'ଣ ହେବ ନା, ଯେଉଁ ପାଣି ଅଂଶ ଥିବ ସେ ପାଣି ଅଂଶ ଗୁଡ଼ା ଶୁଖିଯିବ। ଆଉ ମାତ୍ର 2 ମିନିଟ୍ ନିଶ୍ଚୟ ଭାଜିକି ତାପରେ ପାଣି ଦେଇକି ସିଝେଇବେ, ତାହେଲେ ଘୁଗୁନିର ସ୍ୱାଦ ବହୁତ ବଢ଼ିଆ ଆସିବ। ବେଳେବେଳେ ମଟର ଟିକେ ସିଝେନି, ସେଥିପାଇଁ ମୁଁ ଅଳ୍ପ 2 ଚିମୁଟାଏ ଖାଇବା ସୋଡ଼ା ପକାଇ ଦେଉଛି। ତାପରେ ଭଲ ଭାବରେ ଗୋଳେଇ ଦେବା। ଗୋଳେଇ ଦେଇ ସାରିବା ପରେ ଆମେ ଏଥିରେ ଦେଖନ୍ତୁ, ଯେତେବେଳେ ଦେଖିବେ ପାଣି ଭଲ ଭାବରେ ଶୁଖିଯିବ, ଏଠି ଦେଖନ୍ତୁ ଯେଉଁ ପାଣିଟାକୁ ଏମିତି ଚାରିପଟକୁ କରିଦେବେ, ମଝିରେ ଯେଉଁ ପାଣିଟା ଥିବ ବା ରସ ଭଳି ଥିବ, ସେଟା ଭଲ ଭାବରେ ଜଲ୍ଦି ଶୁଖିଯିବ। ଏବେ ଦେଖନ୍ତୁ ପୁରା ଶୁଖିଲା ହୋଇଗଲାଣି ଏଇ ମଟର ଭଲ ଭାବରେ ଭାଜି ହେଇକି ମସଲା ସହିତ। ଏବେ ଆମେ ଦେଇଦେବା ପାଣି। ମଟର ଆଉ ମସଲା ସହିତ ଗୋଳେଇ ସାରିବା ପରେ ଦେଖିବେ ମଟରକୁ ବୁଡ଼ିକି ପୁଣି ଗୋଟେ ଆଙ୍ଗୁଳି ଉପରକୁ ପାଣି ଦେବେ। ତାପରେ ଢାଙ୍କୁଣି ଦେଇକି ଆମେ କ'ଣ କରିବା ନା, ମିଡ଼ିୟମ୍ ଫ୍ଲେମ୍ରେ 2ଟା ସିଟି ଆସିବା ପାଇଁ ଛାଡ଼ିଦେବା। ସେଇ ଭିତରେ ବଢ଼ିଆ ଭାବରେ ମଟର ସିଝିଯିବ। ଆଜି ମୁଁ ଦଳା ଘୁଗୁନି ସହିତ ବନେଇଥିଲି ବଡ଼ି ବରା, ଯାହାକି ଖାଇବାକୁ ବେଶ୍ ସୁଆଦିଆ। ବଡ଼ି ବରା ଦେଖିବାକୁ ପୁରା ଛୋଟ ଛୋଟ, ତା ସହିତ ଉପରୁ ପୁରା ମୁସମୁସିଆ, ଭିତର ପୁରା ନରମ, ଆଉ ତା ସହିତ ଏମିତି ଦଳା ଘୁଗୁନି ଗରମା ଗରମ। ଏମିତି ଯଦି ଖାଇବେ ମିଶାଇକି ବଡ଼ି ବରା ସହିତ ଘୁଗୁନି, ବହୁତ ସ୍ୱାଦିଷ୍ଟ ଲାଗିବ, ପୁରାପୁରି ଜବରଦସ୍ତ। ଏଠି ଦେଖନ୍ତୁ ଘୁଗୁନି ଆମର ପ୍ରସ୍ତୁତ ହୋଇଯାଇଛି। 2ଟା ସିଟି ଆସି ସାରିବା ପରେ ଅଟୋମେଟିକ୍ ଏୟାର ରିଲିଜ୍ କଲା ପରେ ଆମେ ଢାଙ୍କୁଣିକୁ କାଢ଼ିବା। ଏଠି ଦେଖନ୍ତୁ ବଢ଼ିଆ ଭାବରେ ମଟର ସିଝି ଯାଇଛି, ଆଉ ଆଳୁ ବି ସିଝି ଯାଇଛି। ଆମେ କ'ଣ କରିବା ନା, ଆଳୁକୁ ଭଲ ଭାବରେ ଚକଟିକି ମିଶାଇ ଦେବା। ମଟରକୁ ଅତ୍ୟଧିକ ସିଝେଇବେନି, ଏମିତି ଟିକେ ଗୋଟା ଗୋଟା ରହିବ କିନ୍ତୁ ସିଝିଥିବ, ବହୁତ ବଢ଼ିଆ ଲାଗିବ। ଆଉ ଏଠି ଦେଖନ୍ତୁ ଆମର ବଡ଼ି ବରା ସହିତ ଘୁଗୁନି ବଢ଼ିଆ ଭାବରେ ପ୍ରସ୍ତୁତ ହୋଇଯାଇଛି। ଆମେ ତାକୁ
ଠୋଲାରେ ମାନେ ପତ୍ର ଠୋଲାରେ ପରସି ଦେବା। ବେଶ ବଢ଼ିଆ ଲାଗିବ ଖାଇବା ପାଇଁ। ଆପଣମାନେ ଗୋଟେ କଞ୍ଚା ଲଙ୍କା ପ୍ରଥମେ ଦଳି ଦେବେ, ଯାହାକି ଟିକେ ରାଗୁଆ ରାଗୁଆ ହେଇକି ରହିବ। ତା ଉପରେ ଘୁଗୁନି, ପିଆଜ, ବଡ଼ି ବରା, ପୁଣି ପିଆଜ ଆଉ ସେଓ ପକେଇକି ଗରମା ଗରମ ଖାଆନ୍ତୁ। ଏଇ ଘୁଗୁନିକୁ ଆପଣମାନେ ପରଟା, ରୁଟି, ଚକୁଳି ସବୁଥିରେ ଖାଇପାରିବେ। ବହୁତ ବଢ଼ିଆ। ଆଜିର ପ୍ରସ୍ତୁତି କେମିତି ଲାଗିଲା ନିଶ୍ଚୟ ଜଣେଇବେ। ଜୟ ଜଗନ୍ନାଥ।